ବାବା ତାଙ୍କ ନାଁ ହେଉଛି ବାଲକ ଦାସ। ବାଲକ ଦାସ। ସେ ଗୋଟେ ଭଗବାନ ଭଳିଆ ଲୋକ। ଆଜ୍ଞା। ସେ ତାର ଖାଦ୍ୟ ହେଉଛି ଲିମ୍ବ ପାଣି। ଲିମ୍ବ ପାଣି। ଲିମ୍ବ ପାଣି ପିଉଥିଲେ। ହଁ। ଶୂନ୍ୟରେ ଉଡ଼ୁଥିଲେ। ଆଜ୍ଞା। ପାଣି ଉପରେ ତୁଷାରରେ ଯଜ୍ଞ କରିଥିଲେ। ପାଣି ଉପରେ ନଦୀ ଉପରେ ଚାଲିଛୁ ଯାଉ। ଆଜ୍ଞା। ଡଙ୍ଗା ନିବର୍ତ୍ତନ। ଆଜ୍ଞା। ଖଡ୍ଡାରେ ଯଜ୍ଞ କରିଥିଲେ ଇଏ ନଦୀ ଉପରେ ଚାଲିଯାଉ। ଖଡ୍ଡାରେ। ଆଜ୍ଞା। ନୂଆପଡ଼ାରେ ବଡ଼ ଭାରି ଯଜ୍ଞ କରିଥିଲେ। ଆମର ତୁଷାର ନୂଆପଡ଼ା। ଆଜ୍ଞା। ତାର ମାନେ ଖଡ୍ଡାରେ ଆମର ତୁଷାରରେ ବି 56 ପହଡ଼ କରିଥିଲେ। ଆଚ୍ଛା ଆଚ୍ଛା। ଏ ନଦୀରେ ସବୁବେଳେ ଚାଲିଯିବେ କେବେ ଡଙ୍ଗା ନିବର୍ତ୍ତନ। ବାବା ସେ ସିଦ୍ଧ ପୁରୁଷ ତାମାନେ ସିଦ୍ଧ ପୁରୁଷ ସୀତା ଆଉ ବାବା ସେ ଭିତରେ ଶୋଉଥିଲେ। ଏ ବାବା ସେ ଲାଗି ଛଡ଼ିଛି। ହଁ ହଁ। ସେଟା ହେଉଛି ସେ ଉପରେ ସେ ଭିତରେ ପଳଙ୍କାର 12 ଫୁଟ ଅଛି ଭିତରେ। ଆଚ୍ଛା ଆଚ୍ଛା। ସେ ଭିତରେ ମୋର ସେ ଶୋଉଥିବେ ବୋଲେ ଦିଶନ ନାହିଁ। ଆଚ୍ଛା। ତାପରେ ସେ ବାବା କିଏ ଆସିଲେ? ତାପରେ ପାଖେ ଯେନ୍ ଫଟୋ ଅଛି ହେଟା ଗୋଟେ ଇନା ମହାରାଜଟେ ଥିଲେ ଗଜମାନନ୍ଦ ଭାରତୀ। ହଁ ହଁ। ତାଙ୍କର ଗୁରୁରେ ଆଚ୍ଛା। ଏଟା ସିଦ୍ଧେଶ୍ୱର ଭାରତୀ। ସିଦ୍ଧେଶ୍ୱର ଭାରତୀ। ସେ ହେଉଛନ୍ତି ଦ୍ୱାରିକା ଆଶ୍ରମର ଗୋଟେ ମହନ୍ତଟେ। ଇନେ କେତେ ବର୍ଷ ତକ ରହିଥିଲେ ସେନେ? ଇନେ କେତେ ବର୍ଷ ତକ ରହିଲେ ସେନେ? ସେ ମହାରାଜ 12 ବର୍ଷ ରହିଲେ। ଆଚ୍ଛା। ଆଉ ସେ ଯେ ରହିଥିଲେ ସେ ବି 9-10 ବର୍ଷ ବି ରହିଲେ। ବେଲେ ସେ ଦ୍ୱାରିକାରୁ ଆସିକିରି ଇନେ ଗୋଟେ ଏନ୍ତା ଜାଗାଟା ଅଛି ବୋଲି ସେ ଆବିଷ୍କାର କରି ରହିଛନ୍ତି ତାମାନେ। ହେଲେ ଦ୍ୱାରିକା ନ କାହିଁ ଆମର ଓଡ଼ିଶା କାହିଁ ବଲାଙ୍ଗୀର ଡିଷ୍ଟ୍ରିକ୍ଟ କାହିଁ ଦେଖୁନ୍ ତାମାନେ। ଆରେ ଏନୁ ବି ଆନା ଜାନା କରମ କୁମ୍ଭ ମେଲାକେ ଗଲେ ମାସେ। ଆଚ୍ଛା। ସବୁ ଓଜନ କୁମ୍ଭ ସବୁ କୁମ୍ଭରେ ତାଙ୍କର ଗୁରୁଙ୍କର ଟ୍ରେନ୍ ଲାଗବା। ତାଙ୍କର ତ ବହୁତ ଶିଷ୍ୟ ଗୁରୁଙ୍କର ବହୁତ ଶିଷ୍ୟ 15-17ଟା ଶିଷ୍ୟ। ବେଲେ ଏଟା କିଏ ନି ଆସିବାର ଆଗରୁ ସେ ବାବା ରହୁଥିଲେ ସେନେ? ହଁ ସେ ବାବା। ହଁ ଦ୍ୱାରିକା ବାବା। ନାଇଁ ସେ ଛତିଶଗଡ଼ିଆ ବାବା। ହଁ। ବାବା ଆଉଛନ୍ତି ନା ସେଟା ଛତିଶଗଡ଼ିଆ। ବେଲେ ଇନକି 50 ବର୍ଷ ଆଗେ ଥିଲେ। କିଏ ନି ଆସିକିରି ବି ଇନକି ଆସିକିରି ସେ ଉଡ଼ି ଆସନ ଗୋଟେ ମନ ଜାଣିଥିଲା ତାଙ୍କ। ଆଚ୍ଛା ଆଚ୍ଛା। ଆଉ ସେ ଛତିଶଗଡ଼ରୁ ଆସିକିରି ଆଗେ ସେ ଏକା ବୁଢ଼ା ତାହାକୁ ବିମା ବୁଢ଼ା ତାହାକୁ ନିଜେ। ହଁ ହଁ ଛତିଶଗଡ଼ ରିଆତି ଆମର ଯେନ୍ ସୁନାଦାଇ ଭୀମବୁଢ଼ା ଯେନ୍ ଅଛି ଯାତ୍ରା ଫାତ୍ରା ହଉଛି ସିନ୍ଧେକେଲା ଦର୍ଶନୀ ଯେନ୍ ଅଛି। ଏ ଛତିଶଗଡ଼ର ତାଙ୍କର ଗାଁ ହେଉଛି ନଗାଁ। ନଗାଁ। ବାବାଙ୍କର ଜନ୍ମସ୍ଥାନ। ଆଉ ବାବା ସେନୁ ଏକା ଆସିଥିଲେ। ଆଉ ବାବାଙ୍କର ମା ବି ହେଇଥିଲେ ବାବାକୁ ବୁଝିଲ କି ଯେତେବେଳେ ବାବା ତୁଷାରରେ ଯାଇକିରି ରହୁଥିଲେ ତୁଷାରରେ 4 ଦିନ 8 ଦିନ ରହିଛନ୍ ମହାଦେବ ମନ୍ଦିରରେ। ବେଲେ ଏଇ ପୀଠଟା ବହୁତ ଦିନ ଅଛେ ଏବେ ଏଇଟା ଡେଭଲପମେଣ୍ଟ ହେଇଛି ଯେ ଲୋକ ବାଗ ଆସଛନ୍ ନେଲେ ତାମାନେ ବାବା ମାନେ ଆଗରୁ ରହୁଛନ୍ତି ତାମାନେ 50 ବର୍ଷ ଆଗେ 1961 ସାଲେ ସେ ଥିଲେ ଯେ ତାଙ୍କର ପ୍ରିୟରେ ବଡ଼ ବଡ଼ ଯଜ୍ଞ କରିଛନ୍ ଗିରି ଗୋବର୍ଦ୍ଧନ ସେ ଆରମ୍ଭ କରାଇଛନ୍ ଏଇ ଜାଗାରେ ନବରାତ୍ର ହୁଏ ହରିହାଟ ହୁଏ ସପ୍ତାହ ଏବେ 24 ପହଡ଼ି ସେନା ହେଉଛି। ଆଉ ସେଥିଲାଗି କୁଲର ଉପରେ ଆସନ୍ ଅଧିବାର ଦିନ। ଏତେ ଚହବାର ତ ସୁବିଧା ନାହିଁ ଲୋକ ଉପରକେ ଆସିଲେ ନାଇଁ ନା କିଛୁ ନାଇଁ। ଛୋଟିଆ ଛୋଟିଆ ମଠ ମାନଙ୍କର ଯେତେ ଯେତେ ଜମିନ ଅଛି ଆମର ବାରାସନ ମାନଙ୍କର ଯେ କହନ ନାହିଁ ଜମିନ ବାଡ଼ି କିଛି ନାଇଁ ନା ବାବା ସେ ବାବା ତ କିଛି ଖାଉଥାଇ ନାଇଁ। ଜମିନ ବାଡ଼ି ବୋଲେ କାହିଁ ଆଜ୍ଞା ସେ ରଜା ଗନ୍ତିଆ ଜମିଦାର ମାନେ ଯେନ୍ ପୃଷ୍ଠପୋଷକତା କରଛନ୍ ସେମାନେ ଜମି ବାଡ଼ି ଦେଇଛନ୍। ଏଇଟା ତ ଏଇଟା ପ୍ରକୃତିର ସେଇ ଜିନିଷଟା କିଏ ନାଇଁ ଏଇଟା ତ କାହାରି ଅଣ୍ଡର ନା ସେ ବାବା ହେନ୍ତା ହେଇଥିବା ବୋଧେ। ସିନା ଦେବସ୍ଥଳୀରେ ମାନ୍ୟତା ପାଇକରି ଗଭର୍ଣ୍ଣମେଣ୍ଟ ଏଟାକେ ମାନ୍ୟତା ଦେଲା। ଆଗରୁ ଚହବାର ସୁବିଧା ଥିଲା କି ଏନ୍ତା ଥିଲା ନା? ସେଟା ରାସ୍ତା ଥିଲା ସେଥିରେ ବି ଆଗ ଆସି ହେଉଥିଲା କାହାର ଅସୁବିଧା ନାଇଁ ହଉଥାଏ। ଏସେନ୍ ପାଲେ ଷ୍ଟେପ୍ ବାଇ ଷ୍ଟେପ୍ ଯେ ହଇରାଣ ଅଛି ସେତିକି ବେଲକେ ତମେ ବୁଝିଲ କେ କେନ ହେଇକରି ଆବ ଟିକେ ଏ ହେଇକରି ଆବ କେନ୍ତା ଜାଗାରେ କେତେଟା ହେଲା ପଥର କିନିଟା ଶହ ପ୍ଲାଷ୍ଟିକ ହେଇଛି ଏଇଟା ପଥର ବନେଇଟା ସବୁ ନେଲେ କେତେ ଜାଗାରେ ଏତେ ରାସ୍ତାରେ ବି ଜଣେ ଜଣେ ବି ଆସିପାରିବ। କେତେଟା ଗୁମ୍ଫା ଅଛି ଏରିଆରେ? ଏଇନା ବହୁତ ଗୁମ୍ଫା ଅଛି ପାହାଡ଼ ସାରା ଗୁମ୍ଫା ଅଛି। ଆଚ୍ଛା। ଏଇନା 64ଟା ଗୁମ୍ଫା କାଣା ବନ୍ଦ ସେ ତଳେ ଅଛେ ହଁ କିନ୍ତୁ ଇଆଡ଼ୁ କରି ରାସ୍ତା ଅଛେ ସେମିତି ଯିବାର ଲାଗି।